ସେମାନେ କହୁଛନ୍ତି ଯାହା ଘଟିବାର ଘଟି ଯାଉ, ଯେତେ ନାରୀ ନିର୍ଯାତିତ ହେଉଛନ୍ତି ହୁଅନ୍ତୁ, ଯେତେ ମହିଳା ନିର୍ଯାତିତ ହେଉଛନ୍ତି ହୁଅନ୍ତୁ, ଏ କଥାକୁ ବିଜୁ ମହିଳା ଜନତା ଦଳ ଆଉ ସହ୍ୟ କରିପାରିବ ନାହିଁ। ଜାତୀୟ ସ୍ତରରେ କେବଳ ନୁହଁ, ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ନିନ୍ଦିତ ହେଲା। ତାପରେ ମଧ୍ୟ ସରକାର ଚେତିଲା ନାହିଁ ଯେ ପୋଲିସ ଯେଭଳି ଭାବରେ ଏବେ ଗୁଣ୍ଡା ସାଜିଛି, ପୋଲିସ ଯେମିତି ଏସବୁ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହାୟତା କରୁଛି ଏବଂ ଯେଉଁମାନେ ଆଣ୍ଟି ସୋସିଆଲ ସେମାନଙ୍କୁ ଯେମିତି ଉତ୍ସାହ ମିଳୁଛି। କିଏ କେତେ ମହିଳାମାନଙ୍କୁ ଅତ୍ୟାଚାର କରିପାରିବ, କେତେ ମହିଳାଙ୍କୁ ନିର୍ଯାତିତ କରିପାରିବ, ଲାଗୁଛି ଏକ କମ୍ପିଟିସନ୍ ଚାଲିଛି ବିଜେପି କର୍ମୀଙ୍କ ଭିତରେ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେଉଁଭଳି ଭାବରେ ସାରା ରାଜ୍ୟରେ ନାରୀମାନଙ୍କ ପ୍ରତି ଦୁଷ୍କର୍ମ ବଢ଼ି ଚାଲିଛି। ଆପଣମାନଙ୍କ ଠାରୁ ଆମେ ଜାଣିବାକୁ ପାଉଛୁ, ବହୁତ କଥା ଜାଣିବାକୁ ପାଉଛୁ। ଆପଣମାନଙ୍କ ଟିଭିରେ, ଆପଣମାନଙ୍କ ମିଡ଼ିଆରେ ଆମେ ଦେଖୁଛୁ। ସବୁଦିନ ଆପଣମାନେ ଦେଖାଉଛନ୍ତି ଯେ ଏଇ ଜାଗାରେ ଗଣଦୁଷ୍କର୍ମ ହେଉଛି, ଏଇ ଜାଗାରେ ମହିଳାଙ୍କ ପ୍ରତି ଅନ୍ୟାୟ ହେଉଛି, ଅତ୍ୟାଚାର ହେଉଛି। ଆପଣମାନଙ୍କୁ ଧନ୍ୟବାଦ ଦେବି ଯେ ଆପଣମାନେ ମହିଳାମାନଙ୍କର ସମସ୍ତ କଥାକୁ ଆପଣମାନେ ପ୍ରଚାର ପ୍ରସାର କରୁଛନ୍ତି ଏବଂ ମହିଳାମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରୁଛନ୍ତି। ବିଜୁ ଜନତା ଦଳ ତରଫରୁ ବାରମ୍ବାର ମହିଳାମାନଙ୍କ ଉପରେ ହେଉଥିବା ବିଜେପି ସରକାରର ସମସ୍ତ ଅତ୍ୟାଚାରକୁ ପ୍ରତିହତ କରିବା ପାଇଁ ବାରମ୍ବାର ଅନୁରୋଧ କଲେ ମଧ୍ୟ ସରକାର କୌଣସି କଥା କର୍ଣ୍ଣପାତ କରୁନାହାନ୍ତି। ଯେଭଳି ଏକ ପ୍ରତିଯୋଗିତା ଚାଲିଛି ବିଜେପି କର୍ମୀଙ୍କ ଭିତରେ, କିଏ କେତେ ଗଣଦୁଷ୍କର୍ମ କରିପାରିବ, କିଏ କେତେ ମହିଳାମାନଙ୍କୁ ଅତ୍ୟାଚାର କରିପାରିବ, କେତେ ମହିଳାଙ୍କୁ ନିର୍ଯାତିତ କରିପାରିବ, ଲାଗୁଛି ଏକ କମ୍ପିଟିସନ୍ ଚାଲିଛି ବିଜେପି କର୍ମୀଙ୍କ ଭିତରେ। ଯାହାଦ୍ୱାରା ଶହ ଶହ ସଂଖ୍ୟାରେ ମହିଳାମାନେ ଅତ୍ୟାଚାରିତ ହେଉଛନ୍ତି, ନିରୀହ ଝିଅମାନେ ଅତ୍ୟାଚାରର ଶିକାର ହେଉଛନ୍ତି। ସେମାନେ ତାଙ୍କର ମାନସିକ ଭାରସାମ୍ୟ ହରାଉଛନ୍ତି, ସାମାଜିକ ସ୍ଥିତି ହରାଉଛନ୍ତି, ଶାରୀରିକ ଭାବରେ ଅକ୍ଷମତା ପ୍ରକାଶ କରୁଛନ୍ତି, ଅକ୍ଷମତା ହୋଇଯାଉଛନ୍ତି। ଏଭଳି ଘଟଣା ବାରମ୍ବାର ଘଟିଲେ ମଧ୍ୟ ବିଜେପି ସରକାର କୌଣସି କଥା କର୍ଣ୍ଣପାତ କରୁନାହାନ୍ତି। ଆପଣମାନଙ୍କ ମାଧ୍ୟମରେ ଆମେ ପୁଣି ଥରେ ଅନୁରୋଧ କରୁଛୁ, ବିଜେପି ସରକାର ସୁଧୁରି ଯାଆନ୍ତୁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏ ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ସେ ବିଭାଗରେ ଏଭଳି ଭାବରେ କାର୍ଯ୍ୟ କରୁଛନ୍ତି ଯେ ପୋଲିସ ଯେଭଳି ଭାବରେ ଏବେ ଗୁଣ୍ଡା ସାଜିଛି, ପୋଲିସ ଯେମିତି ଏସବୁ କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ସହାୟତା କରୁଛି ଏବଂ ଯେଉଁମାନେ ଆଣ୍ଟି ସୋସିଆଲ ସେମାନଙ୍କୁ ଯେମିତି ଉତ୍ସାହ ମିଳୁଛି। ଯେଉଁମାନେ ଆଣ୍ଟି ସୋସିଆଲ ସେମାନଙ୍କର ସରକାରଙ୍କ ପ୍ରତି ଭୂକ୍ଷେପ ନାହିଁ, ପୋଲିସ ପ୍ରତି ଭୟ ନାହିଁ, କୌଣସି ପ୍ରକାର ଶାସନକୁ ସେମାନେ ଭୟ କରୁନାହାନ୍ତି। ଏଭଳି ଭାବରେ ସେମାନେ ବହୁ ମହିଳାଙ୍କ ଜୀବନକୁ ନଷ୍ଟ କଲେଣି, ବହୁତ ଝିଅ ପିଲାଙ୍କ ଜୀବନକୁ ନଷ୍ଟ କଲେଣି। ପ୍ରତିଦିନ ଆପଣମାନେ ଦେଖୁଛନ୍ତି ଯେ ପ୍ରତିଦିନ କିଛି ନା କିଛି ମହିଳାମାନଙ୍କ ଉପରେ ଦୁଷ୍କର୍ମ ଚାଲିଛି। ଆପଣମାନେ ଜାଣିଛନ୍ତି କେତେ ଲଜ୍ଜା ସହିଲେ ଓଡ଼ିଶା ସରକାର ଆଉ ଚେତିବେ। ଆମେରିକା ଏକ ଆଡ଼ଭାଇଜର ଜାରି କଲେ ଯେ ଓଡ଼ିଶାକୁ ଯେତେବେଳେ ଯିବ ଆମଠୁ ପରମିସନ୍ ନେବ, ନହେଲେ ନାହିଁ ଓଡ଼ିଶାକୁ କେହି ଯିବ ନାହିଁ, କୌଣସି ପର୍ଯ୍ୟଟକ ଯିବ ନାହିଁ ଓଡ଼ିଶାକୁ ଆମର ବିନା ପରମିସନ୍ରେ ଏବଂ ବିନା ପ୍ରୋଟେକ୍ସନ୍ରେ। ଏଭଳି ଲଜ୍ଜାଜନକ ପରିସ୍ଥିତି କେବେ ଓଡ଼ିଶାର ସୃଷ୍ଟି ହୋଇନଥିଲା। ଜାତୀୟ ସ୍ତରରେ କେବଳ ନୁହଁ, ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ନିନ୍ଦିତ ହେଲା। ତାପରେ ମଧ୍ୟ ସରକାର ଚେତିଲା ନାହିଁ। ପୁରୀ ଭଳି ଏକ ପ୍ରସିଦ୍ଧ ପୀଠ, ଯାହା ହିନ୍ଦୁ ଧର୍ମର ସାରା ପୃଥିବୀରେ ହିନ୍ଦୁ ଧର୍ମର ପ୍ରଧାନ ପୀଠ, ଏଠିକି ସବୁ ଧର୍ମର ଲୋକମାନେ ଆସନ୍ତି। ପ୍ରଭୁଙ୍କୁ ପଦାରୁ ମୁଣ୍ଡିଆ ମାରି ଖ୍ରୀଷ୍ଟିଆନ କୁହନ୍ତୁ, ମୁସଲମାନ କୁହନ୍ତୁ, ଶିଖ କୁହନ୍ତୁ, ଜୈନ କୁହନ୍ତୁ, ହିନ୍ଦୁ କୁହନ୍ତୁ, ସମସ୍ତେ ଏଠିକି ଆସନ୍ତି ଏବଂ ପୁରୀ କେବଳ ଠାକୁରଙ୍କ ଦର୍ଶନ କରିବା ସହିତ ବେଳାଭୂମି ବୁଲନ୍ତି ଏବଂ ପୁରୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି, କୋଣାର୍କକୁ ଯାଆନ୍ତି। ଏଇ ଯେଉଁ ପର୍ଯ୍ୟଟକମାନେ ଆସନ୍ତି ତାଦ୍ୱାରା ଓଡ଼ିଶାର ଗର୍ବ ଗୌରବ ବୃଦ୍ଧି ପାଏ। କିନ୍ତୁ ଏବେ ସେ ଗର୍ବ ଗୌରବକୁ ବର୍ତ୍ତମାନ ସରକାର, ବିଜେପି ସରକାର ଦଳି ଚକଟି ଫୋପାଡ଼ି ଦେଇଛନ୍ତି। କେୟାର ନାହିଁ, ପରବାହ କରୁନାହାନ୍ତି କୌଣସି କଥାକୁ। ସେମାନେ କହୁଛନ୍ତି ଯାହା ଘଟିବାର ଘଟି ଯାଉ, ଯେତେ ନାରୀ ନିର୍ଯାତିତ ହେଉଛନ୍ତି ହୁଅନ୍ତୁ, ଯେତେ ମହିଳା ନିର୍ଯାତିତ ହେଉଛନ୍ତି ହୁଅନ୍ତୁ, ଏ କଥାକୁ ବିଜୁ ମହିଳା ଜନତା ଦଳ ଆଉ ସହ୍ୟ କରିପାରିବ ନାହିଁ। ଆସନ୍ତାକାଲି ପ୍ରତ୍ୟେକ ଏସ୍ପିଙ୍କ ଅଫିସରେ ବିଜୁ ମହିଳା ଜନତା ଦଳ ତରଫରୁ ଦାବିପତ୍ର ଦିଆଯିବ। ସୁଧୁରି ଯାଅ ବେଳ ଥାଉ ଥାଉ, ସୁରକ୍ଷା ଦିଅ ମହିଳାମାନଙ୍କୁ, ସୁରକ୍ଷା ଦିଅ ଛାତ୍ରୀମାନଙ୍କୁ, ସୁରକ୍ଷା ଦିଅ ଝିଅମାନଙ୍କୁ। ଯଦି ଏକଥାରେ ସେ କୌଣସି ପଦକ୍ଷେପ ନ ନିଅନ୍ତି, ସରକାର ଯଦି ଏକଥାରେ ପଦକ୍ଷେପ ନେଇ ଏସବୁ ଅନ୍ୟାୟ ଅତ୍ୟାଚାର ମହିଳାମାନଙ୍କ ଉପରୁ ନ ଉଠାନ୍ତି,
महिला मानक सुरक्षा ठीक भाव में न दियंती एवं गण दुष्कर्म जदि न कमे ताले बिजु महिला जनता दल केवल काली एसपी ऑफिस रे जो दाबी पत्र दे चुप रहिबो नाही। ए कथा सारा राज्यर विभिन्न ब्लॉक रे विभिन्न वार्ड रे प्रत्येक महिला पाखरे प्रत्येक झील पाखरे निश्चित भाव में बिजु महिला जनता दल एक पहुँचेब एवं ये आंदोलन आहरी दुर्बार रूप नब महिला मान भितर जो निया अच्छी से नियारे निश्चित भाव में सरकार पोड़ी जली छरकार हो।